ଗୀତ ସଂହିତା 133 ପର୍ବ 1 ପଦ। ଦେଖ ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର। ସର୍ବପ୍ରଥମେ ସର୍ବଶକ୍ତିମାନ ପ୍ରଭୁଙ୍କର ଧନ୍ୟବାଦ ହଉ। ପ୍ରଭୁ ଯୀଶୁଙ୍କର ମଧୁର ନାମରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରୁଛି। ଖ୍ରୀଷ୍ଟୀୟ ଏକତା, ଖ୍ରୀଷ୍ଟିଆନ ୟୁନିଟି, এই ପ୍ରସଙ୍ଗ ଉପରେ ଆଜି ଆମମାନେ ଆଲୋଚନା କରିବାକୁ ଯାଉଅଛୁ। ସର୍ବପ୍ରଥମେ ଆମେ ଦେଖିବା ଯେ ଏକତା ଏପରି ଏକ ବିଷୟ ଯାହା ଯଦି ମଣ୍ଡଳୀରେ କିମ୍ବା ପରିବାରରେ ନଥାଏ ତାହେଲେ ସେହି ପରିବାର କିମ୍ବା ମଣ୍ଡଳୀର ଉନ୍ନତି ହେବା ଅସମ୍ଭବ। এই ବିଷୟକୁ ଆମମାନେ ଆଲୋଚନା ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିବା। ସର୍ବପ୍ରଥମେ ଦେଖିବା ଯେ ଗୋଟେ ପରିବାରରେ ସାଧାରଣ ଭାବରେ ମୁଖ୍ୟତଃ ବାପା ମା ପୁଅ ଝିଅ ରହନ୍ତି। ଆଉ ସେଠାରେ ବାପା ବାହାରେ ଯାଇ କାମ କରନ୍ତି, ରୋଜଗାର କରନ୍ତି, ପୁଣି ଅର୍ଥ ଉପାର୍ଜନ କରି ପରିବାର ପରିଚାଳନା କରନ୍ତି। ପୁଣି ମା ପରିବାରର ସମସ୍ତ କାର୍ଯ୍ୟ କରନ୍ତି, ପରିବାରର ସମସ୍ତ ବିଷୟବସ୍ତୁକୁ ସେ ବୁଝନ୍ତି। ପୁଣି ପୁଅ ଝିଅ ଯେତେବେଳେ ଛୋଟ ରହନ୍ତି ସେତେବେଳେ ସେମାନେ ପାଠ ପଢ଼ନ୍ତି। ପୁଣି ଯେତେବେଳେ ସେମାନେ ବଡ଼ ହୋଇଯାଆନ୍ତି ସେମାନେ ପିତାମାତାଙ୍କର କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କରନ୍ତି। ପରିବାରର ସମସ୍ତେ ଯଦି ନିଜର କର୍ତ୍ତବ୍ୟ ଉତ୍ତମ ଭାବରେ ସମ୍ପାଦନ କରନ୍ତି ତାହେଲେ ସେହି ପରିବାର ଦିନକୁ ଦିନ ଉନ୍ନତି ପଥରେ ଆଗେଇ ଯାଏ। ଠିକ୍ ସେହିପରି ମଣ୍ଡଳୀରେ ମଧ୍ୟ ଅନେକ ବ୍ୟକ୍ତି ବିଶେଷ ରହନ୍ତି, ଯେପରିକି ପାଳକ, ପ୍ରାଚୀନମାନେ, ପୁଣି ଅନ୍ୟାନ୍ୟ କାର୍ଯ୍ୟବାହକମାନେ, ପୁଣି ସଦସ୍ୟା। ସମସ୍ତେ ଯଦି ମଣ୍ଡଳୀର ନିଜର କର୍ତ୍ତବ୍ୟ ଯଦି ଠିକ୍ ଭାବରେ ସମ୍ପାଦନ କରନ୍ତି ତାହେଲେ ମଣ୍ଡଳୀ ମଧ୍ୟ ନିଶ୍ଚିତ ଭାବରେ ସବୁ କ୍ଷେତ୍ରରେ ଉନ୍ନତି ହୋଇଥାଏ। କିନ୍ତୁ ଯଦି ଆମେ ଚିନ୍ତା କରିବା ତେବେ ପରିବାରରେ ଯଦି ବାପା ତାଙ୍କର କର୍ତ୍ତବ୍ୟକୁ ଠିକରେ ନ କରନ୍ତି କିମ୍ବା ମା ତାଙ୍କର କାମକୁ ଠିକରେ ନ କରନ୍ତି, ପୁଅ ଝିଅ ତାଙ୍କର କାମକୁ ଠିକରେ ନ କରନ୍ତି, କିମ୍ବା କୌଣସି କାରଣରୁ ଯଦି ବାପାଙ୍କର କାମ ମା କରନ୍ତି କିମ୍ବା ମାଙ୍କର କାମ ବାପା କରନ୍ତି, ବାପାଙ୍କର ଯଦି ଦେହ ଖରାପ ଅଛି କିମ୍ବା ଅନ୍ୟ କୌଣସି କାମରେ ସେ ବ୍ୟସ୍ତ ଅଛନ୍ତି ବା ଅସୁବିଧା ଅଛି, ତେବେ ସେହି ସମୟରେ ଯଦି ଅନ୍ୟ କିଏ ପରିବାରର ଲୋକ ଯଦି ବାପାଙ୍କର କାମରେ ସାହାଯ୍ୟ କରନ୍ତି ସେଇଟା ଉତ୍ତମ ବିଷୟ। କିନ୍ତୁ ଯଦି ବାପା ଅଛନ୍ତି କିନ୍ତୁ ତାଙ୍କର କାମ ମାଙ୍କୁ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କୁ କରିବାକୁ ପଡ଼ିଥାଏ, ପୁଣି ମା ଅଛନ୍ତି କିନ୍ତୁ ମାଙ୍କର କାର୍ଯ୍ୟ ବି ଅନ୍ୟାନ୍ୟ ବ୍ୟକ୍ତି ବିଶେଷମାନଙ୍କୁ କରିବାକୁ ପଡ଼ିଥାଏ, ତାହେଲେ ସେହି ପରିବାରରେ ଆମେ ବୁଝିବାକୁ ହେବ ଯେ ଅଶାନ୍ତି ଅଛି। ଆଉ ଯଦି ଅଶାନ୍ତି ଅଛି ତାହେଲେ ସେହି ପରିବାରର ଉନ୍ନତି କେବେ ସମ୍ଭବ ନାହିଁ। ଠିକ୍ ସେହିପରି ମଣ୍ଡଳୀରେ ମଧ୍ୟ ଯଦି ପାଳକ ତାଙ୍କର କର୍ତ୍ତବ୍ୟ ସେ କରନ୍ତି, ପୁଣି ପ୍ରାଚୀନ ସେମାନଙ୍କର କର୍ତ୍ତବ୍ୟ କରନ୍ତି, ପୁଣି ଯେଉଁ କାର୍ଯ୍ୟବାହକ ମାନେ ନିଜ କର୍ତ୍ତବ୍ୟ ସମାନ ଭାବରେ କରନ୍ତି, ତାହା ତ ଠିକ୍ ଅଛି। କିନ୍ତୁ ଯଦି ନିଜର କର୍ତ୍ତବ୍ୟରେ ଯଦି ଅବହେଳା କରନ୍ତି, ପାଳକ ହୁଅନ୍ତୁ, ପ୍ରାଚୀନ ହୁଅନ୍ତୁ ବା କାର୍ଯ୍ୟବାହକ ମାନେ ନିଜର କର୍ତ୍ତବ୍ୟରେ ଯଦି ଅବହେଳା କରନ୍ତି କିମ୍ବା ପ୍ରାଚୀନର କାମ ଯଦି ପାଳକଙ୍କୁ କରିବାକୁ ପଡ଼ିଥାଏ, ପ୍ରାଚୀନ ଥାନ୍ତି କିନ୍ତୁ ପାଳକଙ୍କୁ ପ୍ରାଚୀନର କାର୍ଯ୍ୟ କରିବାକୁ ପଡ଼ିଥାଏ, କିନ୍ତୁ କାର୍ଯ୍ୟବାହକ ମାନେ ରହନ୍ତି କିନ୍ତୁ ସେଇ କାର୍ଯ୍ୟବାହକ ମାନଙ୍କର କାର୍ଯ୍ୟ ଅନ୍ୟମାନଙ୍କୁ କରିବାକୁ ଯେତେବେଳେ ପଡ଼ିଥାଏ, ତାର ଅର୍ଥ ସେଇ ମଣ୍ଡଳୀରେ ମଧ୍ୟ ବିଶୃଙ୍ଖଳା ଅଛି। ତ ତାର ଅର୍ଥ ସେଇ ମଣ୍ଡଳୀ ମଧ୍ୟ ଉନ୍ନତି ହେଇପାରେ ନାହିଁ ସବୁ କ୍ଷେତ୍ରରେ। ମାଥ୍ୟୁ ତାର 18 ପର୍ବ 20 ପଦରେ ପ୍ରଭୁ କହନ୍ତି, ବାକ୍ୟ ଆମମାନଙ୍କୁ କହେ, ଯେଉଁଠାରେ 2 ବା 3 ଜଣ ପ୍ରଭୁଙ୍କ ନାମରେ ଯେଉଁଠାରେ 2 ବା 3 ଜଣ ଉପସ୍ଥିତ ଅଛନ୍ତି ପ୍ରଭୁ ସେଠାରେ ଉପସ୍ଥିତ ଅଛନ୍ତି। ତେବେ ଆମେ ଭାବନ୍ତୁ ଯଦି ଗୋଟେ ପରିବାରରେ ଯେତେ ଜଣ ଥାଆନ୍ତୁ କିନ୍ତୁ ତାଙ୍କର ଯଦି ମନ ଯଦି ଏକ ନାହିଁ, ତାଙ୍କର ଭିତରେ ଯଦି ୟୁନିଟି ନାହିଁ, ତାଙ୍କର ଭିତରେ ଯଦି ଏକତା ନାହିଁ, ତାହେଲେ ସେଇଠି ପ୍ରଭୁଙ୍କର ଉପସ୍ଥିତି କେବେ ନାହିଁ। ଠିକ୍ ସେହିପରି ମଣ୍ଡଳୀରେ ମଧ୍ୟ ଯଦି
ଯେତେ ଲୋକ ଥାଆନ୍ତୁ କିନ୍ତୁ ତାଙ୍କର ଭିତରେ ଯଦି ଗୋଟେ ଏକ ମନ ଭାବନା ନାହିଁ, ୟୁନିଟି ନାହିଁ, ଏକତା ନାହିଁ, ତାହେଲେ ମଧ୍ୟ ପ୍ରଭୁଙ୍କର ଉପସ୍ଥିତି ସେଠାରେ ନାହିଁ। ପ୍ରଥମ କରନ୍ଥିଓ 12 ପର୍ବ ତାର 12 ପଦରୁ 31 ପଦ ଯଦି ଦେଖିବା, ସେଠି ଏଇ ବିଷୟକୁ ଆମମାନଙ୍କୁ ବୁଝିବା ନିମନ୍ତେ ଉଦାହରଣ ସେଠି ଦିଆଯାଇଛି। ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଉଦାହରଣ ଲେଖାଯାଏ, ଯଦି ସବୁ ଅଙ୍ଗ ପ୍ରତ୍ୟଙ୍ଗ ଶରୀରଙ୍କର କାର୍ଯ୍ୟ ସମାନ ଭାବରେ କରନ୍ତି, ତାହେଲେ ସେ ଶରୀର ଉତ୍ତମ ଭାବରେ ରହେ। କିନ୍ତୁ ଯଦି ଅଙ୍ଗ ପ୍ରତ୍ୟଙ୍ଗ ନିଜ ନିଜର କର୍ତ୍ତବ୍ୟ ହିସାବରେ କାମ କରନ୍ତି ନାହିଁ, ତାହେଲେ ସେଠି ବିଶୃଙ୍ଖଳା ସୃଷ୍ଟି ହୁଏ। ଯେପରିକି ଏବେ ଆମର କାନ ଦିଆହେଇଛି ଶୁଣିବା ପାଇଁ, ଆଖି ଦିଆହେଇଛି ଦେଖିବା ପାଇଁ, ମୁଖ ଦିଆହେଇଛି ଖାଇବା ପାଇଁ, ହାତ ଦିଆହେଇଛି କାମ କରିବା ପାଇଁ, ଗୋଡ଼ ଦିଆହେଇଛି ଚାଲିବା, ଏପରି ସବୁ ବିଷୟ କରିବା ପାଇଁ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଦିଆହେଇଛି। କିନ୍ତୁ ଯଦି କାନ କହେ ମୁଁ ମଧ୍ୟ ଦେଖିବି, ଚକ୍ଷୁ କହେ ମୁଁ ଦେଖିବି, ପାଟି କହେ ମୁଁ ଦେଖିବି, ହାତ କହେ ମୁଁ ମଧ୍ୟ ଦେଖିବି, ଆଉ ଗୋଡ଼ କହେ ମୁଁ ମଧ୍ୟ ଦେଖିବି, ତାହେଲେ କଣ ଅସୁବିଧା ହେବ? ଶୁଣିବା କେଉଁଠି? ଯଦି ସମସ୍ତେ ଦେଖିବାକୁ ଆରମ୍ଭ କରିବେ, ତାହେଲେ ଶୁଣିବା କେଉଁଠି? ଖାଇବା କେଉଁଠି? ଚାଲିବା କେମିତି? କାର୍ଯ୍ୟ କରିବା କେମିତି? ନିଶ୍ଚୟ ଅସୁବିଧା ହେବ। ଠିକ୍ ସେହିପରି ଯଦି ଆଖି କହେ ମୁଁ ମଧ୍ୟ ଶୁଣିବି, ନାକ କହେ ମୁଁ ଶୁଣିବି, ପାଟି କହେ ମୁଁ ଶୁଣିବି, ହାତ କହେ ମୁଁ ଶୁଣିବି, କାନ ବି କହେ ମୁଁ ଶୁଣିବି, ତାହେଲେ ଆଉ ଅନ୍ୟାନ୍ୟ କାର୍ଯ୍ୟ କେମିତି ହେବ? ଏବେ ଦେଖିବା କେମିତି କରି? ଖାଇବା କେମିତି? କାର୍ଯ୍ୟ କରିବା କେମିତି? ଅସୁବିଧା ହେବ ନା ନାହିଁ? କିନ୍ତୁ ଯଦି ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଯଦି ଠିକ୍ ଭାବରେ କାର୍ଯ୍ୟ କରନ୍ତି, ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି, ତାହେଲେ ଶରୀର ଉତ୍ତମ ଭାବରେ ସିଏ ରହିପାରିବ। କିନ୍ତୁ ଶରୀରର ଯଦି ଅଙ୍ଗ ପ୍ରତ୍ୟଙ୍ଗ ଯଦି ନିଜର କର୍ତ୍ତବ୍ୟ ଯଦି ଅବହେଳା କରନ୍ତି ବା କର୍ତ୍ତବ୍ୟରେ କାର୍ଯ୍ୟ କରନ୍ତିନି, ତାହେଲେ ଶରୀରକୁ ନିଶ୍ଚୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ଯଦି ଆମର ଲେଖାଯାଏ ଯେ ଗୋଟିଏ ଅଙ୍ଗ ଯଦି ଗୌରବ ପ୍ରାପ୍ତ ହୁଏ, ସମସ୍ତେ ସେଥିରେ ଆନନ୍ଦିତ ହୁଅନ୍ତି। କିନ୍ତୁ ଯଦି ଗୋଟିଏ ଅଙ୍ଗ ଯଦି ପୀଡ଼ିତ ହୁଏ ବା ଯନ୍ତ୍ରଣା ଭୋଗ କରେ, ତାହେଲେ ସାରା ଶରୀରକୁ ତାର ଯନ୍ତ୍ରଣା ଭୋଗ କରିବାକୁ ହୁଏ। ସେଥିପାଇଁ ଆମର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ନିଜର କର୍ତ୍ତବ୍ୟ ନିଜ ଭାବରେ ସମ୍ପାଦନ କରିବା ଦରକାର, ତାହେଲେ ଶରୀର ପାଇଁ ତାହା ଉତ୍ତମ ହେବ। ଠିକ୍ ସେହିପରି ଆମର ଖ୍ରୀଷ୍ଟିଆନ ସମାଜରେ, ଖ୍ରୀଷ୍ଟିଆନ ପରିବାରରେ, ପୁଣି ଖ୍ରୀଷ୍ଟିଆନ ମଣ୍ଡଳୀରେ ଆମମାନଙ୍କର ୟୁନିଟି ରହିବା ଦରକାର, ଏକତା ରହିବା ଦରକାର। ଯଦି ଏକତା ରହିବ, ତାହେଲେ ନିଶ୍ଚିତ ଭାବରେ ଆମର ଉନ୍ନତି ହେବ, ସବୁ ପ୍ରକାର ଉନ୍ନତି, ଆତ୍ମିକ ଭାବରେ, ଆର୍ଥିକ ଭାବରେ, ଆଉ ସବୁ କ୍ଷେତ୍ରରେ। କିନ୍ତୁ ଯଦି ଆମର ୟୁନିଟି ନଥିବ, ଏକତା ନଥିବ, ତାହେଲେ ସେଠି ଆମର ପ୍ରଗତି ନଥିବ, ଉନ୍ନତି ନଥିବ। ସବୁଠାରୁ ଇମ୍ପୋର୍ଟାଣ୍ଟ କଥା ଯେ ପ୍ରଭୁଙ୍କର ଉପସ୍ଥିତି ନଥିବ। ତ ସେଥିପାଇଁ ଆମେ ଆମର ପାରିବାରିକ କ୍ଷେତ୍ରରେ, ମାଣ୍ଡଳିକ କ୍ଷେତ୍ରରେ, ପୁଣି ସାମାଜିକ କ୍ଷେତ୍ରରେ ମଧ୍ୟ ଆମର ଏକତା ପାଇଁ ଆମେ ଚିନ୍ତିତ ହେବା, ଏକତା ପାଇଁ ଆମେ କାର୍ଯ୍ୟ କରିବା। ଏଥିପ୍ରତି ଆମେ ସମସ୍ତେ ଦୃଷ୍ଟି ଦେବା। ପ୍ରଭୁ ଆମକୁ ଏହି ଛୋଟ ଆଲୋଚନା ଦ୍ୱାରା ସମସ୍ତଙ୍କୁ ପ୍ରଚୁର ରୂପେ ଆଶୀର୍ବାଦ କରନ୍ତୁ। ଆମେନ୍। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ଧନ୍ୟବାଦ କରୁଛୁ ସର୍ବଶକ୍ତିମାନ ଦୟାଳୁ ପିତା ପରମେଶ୍ୱର, ଯେହେତୁ ଏହି ସମୟରେ ପ୍ରଭୁ ତୁମେ ଆମ ସହିତ ଉପସ୍ଥିତ ଅଛ। ପ୍ରଭୁ ଆଜିର ବାକ୍ୟ ଦ୍ୱାରା ଆମ ସହିତ କଥା ହେଲ, ଶିକ୍ଷା ଦେଲ। ଧନ୍ୟବାଦ କରୁଛୁ ପିତା ସେଥିପାଇଁ। ଆଜିର ବାକ୍ୟ ଯେପରି ଆମମାନଙ୍କର ଜୀବନରେ କାର୍ଯ୍ୟକାରୀ ହେଇପାରିବ, ସେଥିପାଇଁ ପ୍ରଭୁ ତୁମେ ସାହାଯ୍ୟ କର। ତୁମର ବାକ୍ୟ ଅନୁସାରେ ଯେଉଁଠାରେ 2 ବା 3 ଜଣ ଉପସ୍ଥିତ ଅଛନ୍ତି, ସେଠାରେ ତୁମେ ଉପସ୍ଥିତ ଅଛ ପିତା। ପ୍ରଭୁ ଏଠାରେ ଆମ ସହିତ ତୁମେ ଯେ ଉପସ୍ଥିତ ଅଛ, ଏହା ଆମେ ଜାଣିପାରୁଛୁ ପ୍ରଭୁ। ଧନ୍ୟବାଦ କରୁଛୁ ସେଥିପାଇଁ। ପ୍ରଭୁ ଆମକୁ ପବିତ୍ର ଆତ୍ମାର ଦାନ ଦେଇଥିବାରୁ ଧନ୍ୟବାଦ କରୁଛୁ ପିତା। ପ୍ରଭୁ ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ଆମ ସହିତ ଏ ପ୍ରାର୍ଥନାରେ ସାମିଲ ଅଛନ୍ତି ପିତା, ସମସ୍ତଙ୍କର ପ୍ରାର୍ଥନା ତୁମେ ଶ୍ରବଣ କର, ସୁରକ୍ଷା ପ୍ରଦାନ କର, ଶାରୀରିକ, ମାନସିକ, ଆତ୍ମିକ ଭାବରେ ବୃଦ୍ଧି ହେବା ପାଇଁ ସାହାଯ୍ୟ କର। ସମସ୍ତଙ୍କ ଯାହା ଚିନ୍ତାର ବିଷୟ ଅଛି, ସବୁ ଚିନ୍ତାର ଭାରକୁ ତୁମ ଚରଣ ତଳେ ସମର୍ପିତ କରୁଛୁ। ଦୟାକରି ସବୁ ଚିନ୍ତାକୁ ଯୀଶୁଙ୍କ ନାମରେ ଦୂର କର। ଯେଉଁମାନେ ନିଜକୁ ଅସହାୟ, ଦୁର୍ବଳ, ଶକ୍ତିହୀନ ମନେ କରୁଛନ୍ତି, ସେମାନଙ୍କର ସହବର୍ତ୍ତୀ, ସେମାନଙ୍କର ଯତ୍ନ ନିଅ ପିତା। ଯେଉଁମାନେ ରୋଗରେ ପୀଡ଼ିତ ଅଛନ୍ତି, ପୁଣି ଯେଉଁମାନେ ଶଯ୍ୟାଶାୟୀ ଅଛନ୍ତି ପିତା, ଯୀଶୁଙ୍କ ନାମରେ ସମସ୍ତଙ୍କୁ ସୁସ୍ଥତା ପ୍ରଦାନ କର। ପ୍ରଭୁ ସେମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ କର, ତୁମର ପବିତ୍ର ବାକ୍ୟ ଦ୍ୱାରା ସମସ୍ତଙ୍କୁ ସ୍ପର୍ଶ କରି ଯୀଶୁଙ୍କ ନାମରେ ସମସ୍ତଙ୍କୁ ସୁସ୍ଥତା ପ୍ରଦାନ କର ବୋଲି ପ୍ରାର୍ଥନା କରୁଛୁ। ସମସ୍ତଙ୍କର କର୍ମ କ୍ଷେତ୍ରରେ ସମସ୍ତଙ୍କୁ ବର୍ଦ୍ଧିଷ୍ଣୁ ହେବା ପାଇଁ ତେବେ ସାହାଯ୍ୟ କର। ଯେଉଁମାନେ କାମ ଖୋଜୁଛନ୍ତି ପିତା, ସେମାନଙ୍କୁ ତାଙ୍କର ମନ ମୁତାବକ କାର୍ଯ୍ୟ ପ୍ରଦାନ କର। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ପାଇଁ ଏବଂ ପରୀକ୍ଷାରେ ଉତ୍ତମ ନମ୍ବର ରଖି ପାସ୍ ହେବା ପାଇଁ ଆଶୀର୍ବାଦ କର।
ଛୋଟ ଶିଶୁମାନଙ୍କୁ ସୁରକ୍ଷା ଏବଂ ଶାରୀରିକ ମାନସିକ ସୁସ୍ଥତା ପ୍ରଦାନ କର। ପ୍ରଭୁ ସମସ୍ତ ବିଷୟ ପାଇଁ ଧନ୍ୟବାଦ ଦଉ ଦଉ ପ୍ରାର୍ଥନା ପ୍ରଭୁ ଯୀଶୁଙ୍କର ମଧୁର ନାମରେ ମାଗୁଅଛୁ, ଆମେନ୍। ଯୀଶୁ ଶାନ୍ତି।